ଭୋଜିଟା ଯୋଉ କହୁଛୁ କେମିତି ଲାଗୁଛି? ବହୁତ ମସ୍ତ। ୱେଲକମ୍ କରୁଛି ଆଉ ଗୋଟେ ମିନି ବ୍ଲଗ କୁ। ତ ଆଜି ହଉଛି ନୂଆ ବର୍ଷ ମାନେ ପୁରା ଭୋଜି ଭାତ କରି ଗୁଣ୍ଡ ଗୁଣ୍ଡା। ନୂଆ ବର୍ଷର ଗୋଟେ ଖାସ କଥା ଜାଣିଛ, ମାନେ ନୂଆ ବର୍ଷ ହେଲା ମାତ୍ରେ ଯୋଉଠି ସବୁ ସାଙ୍ଗ ଥିବେ ସବୁ ବାତ୍ରା ଛତ୍ରା ସାଙ୍ଗ ସବୁ ଗୋଟେ ଆସିକି ମେଳ ହେବେ। ତ ଆଜି ଆମର ଇଚ୍ଛା ହେଲା ଟିକେ ଭୋଜି କରିବା ପାଇଁ, ଆମେ ବି ଚାଲୁ ସବୁ କିଣାକିଣି ସଉଦା ପତ୍ର କିଣାକିଣି କରିବା ପାଇଁ। କିଣାକିଣି ବର୍ତ୍ତମାନ ଶେଷ, ଆମେ ଚାଲୁ ଜାଗା ମୁଣ୍ଡକୁ ଯୋଉଠି ସେଣ୍ଟ୍ରିକ ଜାଗାରେ ଆମ ଭୋଜିଟା ହବ। ସେଣ୍ଟ୍ରିକ ଜାଗାରେ ମସଲା ତକ ଥୋଇ ଦେଇକି ଆମେ ଚାଲୁ ନାନ୍ ପାଇଁ। ଭାଇ ସମସ୍ତଙ୍କ ଭୋଜିରେ ଦେଖିଥିବ ଭାତ ଚିକେନ, କିନ୍ତୁ ଆମର ନାନ୍ ଚିକେନ। ନାନ୍ ଧରିକି ଆମେ ଚାଲୁ ଯୋଉଠି ଭୋଜି ହବ। ଭୋଜି ପାଇଁ ପୁରା ମସଲା ମସଲି ରେଡି ହେଇଗଲାଣି। ପିଆଜ କଟା ହେଲା, କଡେଇରେ ତେଲ ପଇଲା, ପିଆଜ ପଇଲା, ଅଦା ରସୁଣ ପେଷ୍ଟ ପଇଲା, ଟମାଟୋ ପଇଲା, ମସଲା ତକ ପଇଲା, ଆଳୁ ତକ ଧୋଇକି ପକେଇଲୁ। ତାପରେ ଚିକେନ ପଇଲା। ବର୍ତ୍ତମାନ ଚିକେନ କଷା ଚାଲିଛି। ଚିକେନ ସିଝିବା ପାଇଁ ଆମେ ଛାଡ଼ିଦେଲୁ 10 ମିନିଟ୍। ତାପରେ କଷା ଟିକେ ବାହାର କଲୁ। ତାପରେ ଚିକେନ ଆମର ରେଡି। ଗରମ ମସଲା ପଇଲା, ହଣ୍ଡାଟାକୁ ବାହାର କଲୁ। ଦେଖନ୍ତୁ ବର୍ତ୍ତମାନ ଚିକେନ ଟା କେମିତି ହେଇଛି ବୋପା। ଚିକେନ ଆମର ହେଲା ପରେ ଆମେ ବିଳମ୍ବ ନ କରିକି ଆମେ ଚାଲୁ ଖାଇବା ପାଇଁ। କାଳେ ଚିକେନ ଏଠୁ ଖରାପ ହେଇଯିବ, କାଳେ ମତେ ରୋଷେଇ କରି ଖାଇଲେନି ବୋଲି ଆମେ ଚାଲୁ ଖାଇବା ପାଇଁ। ରହୁଛୁ ବାଏ ବାଏ, ଜୟ ଜଗନ୍ନାଥ।